ଶେଷରେ ନନ୍ଦନକାନନର ଚନ୍ଦକା ହାତୀ ଯତ୍ନ କେନ୍ଦ୍ରକୁ ସ୍ଥାନାନ୍ତର ହେଲା 6 ମାସର ହାତୀ ଛୁଆ। ଏହା ହ୍ୱାଟ୍ସଆପ୍ ମାଧ୍ୟମରେ ଭିଡ଼ିଓ ଜାରି କରି ସୂଚନା ଦେଇଛନ୍ତି କେନ୍ଦୁଝର ଡିଏଫ୍ଓ। ପିସିସିଏଫ୍ ବନ୍ୟପ୍ରାଣୀଙ୍କ ନିର୍ଦ୍ଦେଶ ଅନୁଯାୟୀ ନିର୍ଦ୍ଧାରିତ ପ୍ରୋଟୋକଲ ଅନୁସରଣ କରାଯାଇ ଆଜି ସକାଳେ ଉଦ୍ଧାର ହୋଇଥିବା ଏହି ହାତୀ ଛୁଆକୁ କେନ୍ଦୁଝର ପଦମପୁର ହାତୀ ଉଦ୍ଧାର କେନ୍ଦ୍ରରୁ ନନ୍ଦନକାନନ ଚନ୍ଦକା ହାତୀ ଯତ୍ନ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି। ହାତୀ ଛୁଆକୁ ଏକ ସ୍ୱତନ୍ତ୍ର ପରିବହନ ଯାନରେ ରେଞ୍ଜ ଅଧିକାରୀଙ୍କର ନେତୃତ୍ୱରେ ସ୍ଥାନାନ୍ତର କରାଯାଇଛି। ହାତୀ ଛୁଆଟି ସମ୍ପୂର୍ଣ୍ଣ ସୁସ୍ଥ ଥିବା ଡିଏଫ୍ଓ ସୂଚନା ଦେଇଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ 12 ଦିନ ପୂର୍ବରୁ ବିଜେପି ରେଞ୍ଜର ସୁକାଡାଳ ଗ୍ରାମରୁ ଏହି ହାତୀ ଛୁଆଟିକୁ ଉଦ୍ଧାର କରାଯାଇଥିଲା। ଏକ ହାତୀପଲ ସୁକୁଡଳା ଗାଁ ନିକଟ ଘଞ୍ଚ ଜଙ୍ଗଲରେ ଡେରା ପକାଇଥିବା ବେଳେ ଏକ 6 ମାସର ଏହି ପୁଅ ହାତୀ ଛୁଆଟି ଏକ 4-5 ଫୁଟ ଗଭୀର ଗାତ ଭିତରେ ପଡ଼ିଯାଇଥିଲା ଓ ହାତୀପଲ ଓ ମା ତାକୁ ସେଠାରେ ଛାଡ଼ି ଚାଲି ଯାଇଥିଲେ। ବନ ବିଭାଗ ହାତୀକୁ ସ୍ପର୍ଶ ନ କରି ଅତି ସତର୍କତାର ସହିତ ଗାତ ମଧ୍ୟରୁ ଉଦ୍ଧାର କରିଥିଲେ। ପରେ ପରେ ଏକାଧିକବାର ହାତୀ ଛୁଆକୁ ହାତୀପଲ ଓ ମା ପାଖରେ ଛାଡ଼ିବାକୁ ଚେଷ୍ଟା କରିଥିଲେ ସୁଦ୍ଧା ସେମାନେ ତାକୁ ଆଉ ଗ୍ରହଣ କରିନଥିଲେ। ସେଥିରେ ହାତୀ ଛୁଆଟିକୁ ଆଣି ପଦମପୁର ସ୍ଥିତ ହାତୀ ଉଦ୍ଧାର କେନ୍ଦ୍ରରେ ରଖାଯାଇଥିଲା। ଖବର କେନ୍ଦୁଝର।